सब्सक्राइब करंतु एबे आम चैनल को एवं एबे ही बेल आइकन को क्लिक करंतु जहा द्वारा लेटेस्ट वीडियो रो नोटिफिकेशन आपण माने सर्वप्रथमे पाई परिबे। आजिर वीडियो रे मु आपण मानको कहिबाकू जाउछि कि आपणक पई आगामी एई 2 दिनर स्थिति विषय रे। एई 2 दिन मध्यरे आपणक राशि पई कोउ स्थिति रहिबो, केउ सब जिनिस रे आपण मानको फायदा हेबो, केउ सब जिनिस रे आपण मानको सावधानता सहित रहिबाकू हेबो, आपणक लव लाइन केमिति रहिबो, कैरियर केमिति रहिबो ଏବଂ କ୍ୟାରିୟର କିପରି ରହିବ, ବିଜନେସ୍ କ୍ଷେତ୍ରରେ କେମିତି ଅଗ୍ରଗତି ଘଟିବେ, ଆଉ ବ୍ୟାପାରରେ ଆପଣମାନେ ଭଲ ବ୍ୟବହାର କରିପାରିବେ କି ନାହିଁ ସେ ବିଷୟରେ ମୁଁ ଆପଣମାନଙ୍କୁ ଜଣେଇବି ଏବଂ ସ୍ୱାସ୍ଥ୍ୟର କିଛି ମହତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ କଥା ମୁଁ ଆପଣମାନଙ୍କୁ ଜଣେଇବି। ଆଉ ଏ ଭିଡିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ କହିବି ଯାହା ଦ୍ୱାରା ଏହି 2 ଦିନରେ ଆପଣମାନେ କଣ କରିବେ ଆପଣମାନଙ୍କ ଦିନକୁ ଶୁଭ ଏବଂ ମଙ୍ଗଳମୟ କରିପାରିବେ। ଆଗକୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ମୋର ଗୋଟିଏ ରିକ୍ୱେଷ୍ଟ କି ଯଦି ଆମର ଏ ଚ୍ୟାନେଲରେ ଆପଣମାନେ ନୂଆ ଆସିଛନ୍ତି ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରନ୍ତୁ, ସାଙ୍ଗରେ ମଧ୍ୟ ନୋଟିଫିକେସନ ବେଲକୁ ଅନ୍ କରନ୍ତୁ ଯାହା ଦ୍ୱାରା ସମୟ ସମୟରେ ଆପଣମାନଙ୍କୁ ସମସ୍ତ ଭିଡିଓର ନୋଟିଫିକେସନ ସର୍ବପ୍ରଥମେ ମିଳିପାରିବ। ତ ଆସନ୍ତୁ ଜାଣିବା ଆପଣଙ୍କ ମାନଙ୍କ ପାଇଁ କଣ ବିଶେଷ ଭାବରେ ଏ 2 ଦିନର ସ୍ଥିତି ରହିଅଛି। ଯଦି ମୁଁ ଆପଣମାନଙ୍କୁ କହିବି କି ସବୁଠାରୁ ପ୍ରଥମେ କି ଆପଣଙ୍କ ମାନଙ୍କ ପାଇଁ କି ବିଶେଷ ଭାବରେ ପଜିଟିଭ ରହିବାକୁ ଯାଉଛି, ଯଦି ଏଠି କହିବା ଫ୍ରେଣ୍ଡସ୍ ବିଦ୍ୟାର୍ଥୀ ମାନଙ୍କୁ ଇଣ୍ଟରଭ୍ୟୁ କ୍ୟାରିୟର ସମ୍ବନ୍ଧୀୟ ପରୀକ୍ଷାରେ ସଫଳତା ମିଳିବାର ଭାବନା ବନୁଅଛି, ସେଥିପାଇଁ ନିଜର ପାଠ ପଢାକୁ ଏକାଗ୍ରଚିତ କରନ୍ତୁ। ଆପଣଙ୍କ ଦିନ ସନ୍ତୁଳିତ ଚର୍ଚ୍ଚିତ ଅଧିକ କାରଣରୁ ଅଧିକତର ସହ ସମୟର ସହିତ କାର୍ଯ୍ୟ ପୁରା ହେବ। ତା ସହିତ ଯଦି କହିବା ଧାର୍ମିକ ପ୍ରବୃତ୍ତିର ବ୍ୟକ୍ତିଙ୍କ ସହ ସାକ୍ଷାତ ମଧ୍ୟ ଆପଣଙ୍କ ମାନଙ୍କର ବିଚାରଧାରାରେ ସକାରାତ୍ମକ ନେଇକି ଆସିବ ତଥା ଜୀବନ ସହିତ ଜଡ଼ିତ ଅନେକ କାର୍ଯ୍ୟ କରିବାର ବହୁତ ଭଲ ତରିକା ଆପଣ ମାନଙ୍କୁ ମିଳିବ। ଆର୍ଥିକ ସ୍ଥିତି ମଧ୍ୟ ଆପଣ ମାନଙ୍କର କାଫି ବହୁତ ଭଲ ରହିବ। ସମ୍ପର୍କୀୟ ମାନଙ୍କ ସହ ମନୋରଞ୍ଜନ ପ୍ରୋଗ୍ରାମ ମଧ୍ୟ ବନିପାରିବ ଏବଂ ସମ୍ବନ୍ଧୀୟ ମାନଙ୍କ ସହିତ ଘନିଷ୍ଠତା ଅତି ଉଗ୍ରଗତିରେ ଘଟିବ। ପୂର୍ବ ସମୟରୁ ଆପଣମାନେ ଯେଉଁ କାର୍ଯ୍ୟକୁ କରିବାକୁ ଚାହୁଁଥିଲେ ଏବଂ ବହୁତ ପରିଶ୍ରମ କରୁଥିବା ସତ୍ତ୍ୱେ ଆପଣମାନଙ୍କୁ ମିଳୁନଥିଲା ସେ ସବୁ ଆପଣମାନଙ୍କୁ ଏହି ଆଜିର ଦିନରେ ମିଳିପାରିବ। ଆପଣମାନେ ଯେଉଁ ସବୁ ଆଶା କରୁଥିଲେ ସେହି ସବୁ ଆଶା ଠାରୁ ଆପଣମାନଙ୍କୁ ବହୁତ ମାତ୍ରାରେ ମିଳିପାରିବ। ଧାର୍ମିକ କାର୍ଯ୍ୟ ପ୍ରତି ଆପଣମାନଙ୍କର ବହୁତ ରୁଚି ବଢିବ। ପୂର୍ବରୁ ଯେଉଁ କାର୍ଯ୍ୟକୁ ଆପଣମାନେ କରୁଥିଲେ ତାର ରୁକାବଟ ଆସୁଥିଲା ସେ ସବୁର ସମାଧାନ ମଧ୍ୟ ହେଇଯିବ। ବସ୍ତ୍ର ଆଭୂଷଣରେ କିଣାକିଣିରେ ଆପଣମାନଙ୍କର ସମୟ ବ୍ୟତୀତ ହେଇଯିବ। ସମୟ ସବୁବେଳେ ଆପଣମାନଙ୍କ ସପକ୍ଷରେ ରହିବ, ତେଣୁ ସମୟକୁ ସବୁବେଳେ ସମ୍ମାନ କରନ୍ତୁ। କୌଣସି ଶୁଭ ସମାଚାର ମିଳିବା ଫଳରେ ଘରର ଖୁସିର ମାହାଲ ଦେଖିବାକୁ ମିଳିବ। ଆପଣଙ୍କ ପରିଶ୍ରମ ଦ୍ୱାରା କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେଇଯିବ। ଆପଣମାନଙ୍କ ଯୋଗ୍ୟତା ଏବଂ କ୍ଷମତା ଦେଖି ପରିବାରର ସଦସ୍ୟମାନେ ଆପଣମାନଙ୍କ ଉପରେ ବହୁତ ମାତ୍ରାରେ ଖୁସି ହେବେ। ଆପଣମାନଙ୍କର ଯେଉଁ ସବୁ ହଜି ଯାଇଥିବା ପ୍ରତିଷ୍ଠା ମଧ୍ୟ ଆପଣମାନେ ଫେରି ପାଇବେ। ଘରେ ମଧ୍ୟ ଧାର୍ମିକ ଆୟୋଜନ ମଧ୍ୟ ସମ୍ପୂର୍ଣ୍ଣ ରହିବ। ଏ ଦିନ ଆପଣଙ୍କ ପାଇଁ ବହୁତ ଭଲ ସିଦ୍ଧ ହେବ। ଆସନ୍ତୁ ଏବେ ଜାଣିବା ଆପଣଙ୍କ ପାଇଁ ଏ ଦିନରେ କଣ ସବୁ ନେଗେଟିଭ ରହିବ। ଫ୍ରେଣ୍ଡସ୍ ମାନଙ୍କ ସହ ଅଯଥା ବୁଲାବୁଲି କରନ୍ତୁ ନାହିଁ। ସ୍ୱାମୀରେ ମନୋରଞ୍ଜନ ବ୍ୟତୀତ କରନ୍ତୁ ନାହିଁ। ସନ୍ତାନ ମାନଙ୍କ ଗତିବିଧି ଉପରେ କଡା ନଜର ରଖନ୍ତୁ। ପିଲାମାନଙ୍କ ଉପରେ ରାଗିବା ଦ୍ୱାରା କ୍ରୋଧ ଅହଙ୍କାର ମଧ୍ୟ ସେମାନଙ୍କ ମଧ୍ୟରେ ଜାଗ୍ରତ ହେଇପାରେ। କାଳ୍ପନିକ ଉପରେ ଯଥାର୍ଥ ସମୟ ନ ଦେଇକି ଯଥାର୍ଥ ଉପରେ ବିଶ୍ୱାସ ରଖନ୍ତୁ। କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ତାହାର ଭଲ ଖରାପ ମଧ୍ୟ ଜାଣି ରଖନ୍ତୁ। ଆସନ୍ତୁ ଏ ଦିନରେ ଆପଣମାନଙ୍କର ଲଭ୍ ଲାଇନ୍ କେମିତି ରହିବ। ବିବାହିତ ଜୀବନ ଆପଣମାନଙ୍କର ସୁଖମୟ ମଧ୍ୟ ରହିବ। ପ୍ରେମ ସମ୍ବନ୍ଧରେ ଅତି କାଫି ମଜବୁତତା ଆସିବ। ଆମ ପାଇଁ ଆପଣମାନଙ୍କ ପାଇଁ ଏଇ ଦିନ ବହୁତ ଭଲ ରହିବ। ପାରିବାରିକ ସହଯୋଗ ମଧ୍ୟ ଆପଣମାନଙ୍କୁ ମିଳିବ। ପତି ପତ୍ନୀଙ୍କ ମଧ୍ୟରେ ମଧୁରତା ମଧ୍ୟ ଆସିବ। ଏବେ ଆସନ୍ତୁ ଜାଣିବା ବ୍ୟବସାୟ ଏବଂ କ୍ୟାରିୟର ବିଷୟରେ ଆପଣମାନଙ୍କର ଏହି ଦିନରେ କଣ ସବୁ ରହିବ। ଆପଣମାନଙ୍କର ସ୍ଥିତି ଆପଣମାନଙ୍କ ସପକ୍ଷରେ ମଧ୍ୟ କିଛି ଭଲ କାର୍ଯ୍ୟ ଆପଣମାନଙ୍କୁ ସପୋର୍ଟ ମଧ୍ୟ ଦେବ। ଆଉ କିଛି ଉଚିତ ନୂଆ ଅବସର ମଧ୍ୟ ଆପଣମାନଙ୍କୁ ମିଳିବ। ଆଜ୍ଞା ଆଉ ଗୋଟେ କଥା ଆପଣମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣମାନେ ବହୁତ ଧ୍ୟାନ ଦେବେ।
ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଆପଣମାନେ ନିତିଦିନ ଯୋଗ କରନ୍ତୁ। ଆପଣମାନଙ୍କ ପାଇଁ କଣ ସବୁ ବିଶେଷ ଉପାୟ ରହିଛି? ଆପଣମାନେ ସ୍ନାନ ଆଦି କରିସାରିଲା ପରେ ଭଗବାନ ଶ୍ରୀ ଗଣେଶ ଗଜାନନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଶ୍ରୀ ଗଣେଶ ଗଜାନନଙ୍କୁ ଆପଣମାନେ ଲଡୁ ଅର୍ପଣ କରନ୍ତୁ ଏବଂ ସେଠି ବସି ଶ୍ରୀ ଗଣେଶଙ୍କର ମନ୍ତ୍ର ଜପ କରନ୍ତୁ। ଯାହା ଫଳରେ ଆପଣମାନଙ୍କର ଦିନଟି ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହେଇପାରିବ। ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ କେମିତି ଲାଗିଲା ତାହା ମଧ୍ୟ କମେଣ୍ଟ ମଧ୍ୟରେ ଜଣେଇଦେବେ। ରହୁଛି, ଧନ୍ୟବାଦ।